ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ସୁଭାଷ ଚନ୍ଦ୍ର ବୋଷଙ୍କର ଅବଦାନ ଅବିସ୍ମରଣୀୟ ଅଟେ। ଯେଉଁ କେତେଜଣ ମହାପୁରୁଷ ନିଜର ତ୍ୟାଗ ଓ ବଳିଦାନରେ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଗୌରବମଣ୍ଡିତ କରିଛନ୍ତି, ସେମାନଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ। ଜୟ ହିନ୍ଦ ଓ ଦିଲ୍ଲୀ ଚଲୋ ସ୍ଲୋଗାନ ଦେଇ ସୁଭାଷ ବୋଷ ଭାରତୀୟଙ୍କ ମନରେ ଯେଉଁ ଉନ୍ମାଦନା ସୃଷ୍ଟି କରି ପାରିଥିଲେ, ତାହା ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଭାରତୀୟଙ୍କ ମନରେ ଅଭୁଲା ସ୍ମୃତି ଭାବରେ ରହିଛି ଓ ରହିବ ମଧ୍ୟ। ନମସ୍କାର, ସବିତାର କବିତାଆସର ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ ଜୟନ୍ତୀ ଉଦ୍ଦେଶ୍ୟରେ ମୁଁ ଆଜି ଆପଣମାନଙ୍କ ପାଇଁ ଏକ କବିତା ନେଇ ଆସିଛି। ଆଶା ଓ ବିଶ୍ୱାସ ମୋର କବିତାଟି ନିଶ୍ଚିତ ଭାବରେ ଆପଣମାନଙ୍କୁ ଭଲ ଲାଗିବ। ଯଦି ଭଲ ଲାଗେ ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ ସେୟାର କରିବା ପାଇଁ ଆଦୌ ଭୁଲିବେ ନାହିଁ। ଚାଲନ୍ତୁ ଆରମ୍ଭ କରିବା ମୋର କବିତାଟି। କବିତାର ଶୀର୍ଷକ ହେଉଛି ସ୍ୱାଭିମାନୀ ବୀର। ସ୍ୱାଭିମାନୀ ମୁକ୍ତିକାମୀ, ସ୍ୱାଭିମାନୀ ମୁକ୍ତିକାମୀ, ଦେଶପ୍ରେମୀ ବୀର, ନେତାଜୀ ସୁଭାଷ ନାମ ଅଟେ ଯେ ତୁମ୍ଭର, ନେତାଜୀ ସୁଭାଷ ନାମ ଅଟେ ଯେ ତୁମର। ଜାନୁଆରୀ 23ରେ ଜନମ ଲଭିଲ, ଜାନୁଆରୀ 23ରେ ଜନମ ଲଭିଲ, ଓଡ଼ିଆ ମାଟିର ଯଶ କାଳକୁ ରଖିଲ, ଓଡ଼ିଆ ମାଟିର ଯଶ କାଳକୁ ରଖିଲ। ପିଲାବେଳୁ ବିପ୍ଳବୀ ଯେ ଦେଶ ଅନୁରାଗୀ, ପିଲାବେଳୁ ବିପ୍ଳବୀ ଯେ ଦେଶ ଅନୁରାଗୀ, ଦେଶ ସ୍ୱାଧୀନତା ଲାଗି ସାଜିଲ ବିପ୍ଳବୀ, ଦେଶ ସ୍ୱାଧୀନତା ଲାଗି ସାଜିଲ ବିପ୍ଳବୀ। ଚରମପନ୍ଥୀ ଯେ ଥିଲ ଲଢ଼ୁଆ ସାହସୀ, ଚରମପନ୍ଥୀ ଯେ ଥିଲ ଲଢ଼ୁଆ ସାହସୀ, ଅସ୍ତ୍ରର ଜବାବ ଅସ୍ତ୍ରେ ତୁମ ରଣନୀତି, ଅସ୍ତ୍ରର ଜବାବ ଅସ୍ତ୍ରେ ତୁମ ରଣନୀତି। ଇଂରେଜମାନଙ୍କୁ ଦେଶୁ ହଟାଇବା ପାଇଁ, ଇଂରେଜମାନଙ୍କୁ ଦେଶୁ ହଟାଇବା ପାଇଁ, ବିଦେଶ ମାଟିରେ ମେଣ୍ଟ ଗଢ଼ିଲ ଯେ ଯାଇ, ବିଦେଶ ମାଟିରେ ମେଣ୍ଟ ଗଢ଼ିଲ ଯେ ଯାଇ। ଆଜାଦ ହିନ୍ଦ ଫୌଜ କରିଲ ଗଠନ, ଆଜାଦ ହିନ୍ଦ ଫୌଜ କରିଲ ଗଠନ, ଦିଲ୍ଲୀ ଚଲୋ ଡାକରାରେ ଦେଲ ଯେ ଆହ୍ୱାନ, ଦିଲ୍ଲୀ ଚଲୋ ଡାକରାରେ ଦେଲ ଯେ ଆହ୍ୱାନ। ବିଦେଶରେ ତୁମର ସେ ଯୁଦ୍ଧ ଡାକରା, ବିଦେଶରେ ତୁମର ସେ ଯୁଦ୍ଧ ଡାକରା, ଭାରତବାସୀଙ୍କ ବୁକେ ଲଗାଇଲା ନିଆଁ, ଭାରତବାସୀଙ୍କ ବୁକେ ଲଗାଇଲା ନିଆଁ। ଥରାଇ ଇଂରେଜ ଛାତି କାହିଁ ଚାଲିଗଲ, ଥରାଇ ଇଂରେଜ ଛାତି କାହିଁ ଚାଲିଗଲ, ଦେଶ ସ୍ୱାଧୀନ ହୋଇଲା ତୁମେ ନ ଫେରିଲ, ଦେଶ ସ୍ୱାଧୀନ ହୋଇଲା ତୁମେ ନ ଫେରିଲ। ନୀରବେ ଦେଶ ମାତୃକା ଭାବେ ଅଶ୍ରୁ ଢାଳି, ନୀରବେ ଦେଶ ମାତୃକା ଭାବେ ଅଶ୍ରୁ ଢାଳି, ଖୋଜୁଛି ଏ ମାଟି ଆଜି ତୁମକୁ ନିରନ୍ତରେ, ଖୋଜୁଛି ଏ ମାଟି ଆଜି ତୁମକୁ ନିରନ୍ତରେ। ସ୍ୱାଭିମାନୀ ମୁକ୍ତିକାମୀ, ଦେଶପ୍ରେମୀ ବୀର, ସ୍ୱାଭିମାନୀ ମୁକ୍ତିକାମୀ, ଦେଶପ୍ରେମୀ ବୀର, ଫେରିଆସ ଫେରିଆସ ଏଇ ଧରାପର, ଏଇ ଧରାପର। ଅଲେଖ ସ୍ୱାମୀ।